Hello everyone, welcome back to my another mini vlog. ଏଇଟା ଇଭିନିଂର ବ୍ଲଗ୍। ତ ମୁଁ ଉଠିକିନା ଘର ପରେ ଝାଡ଼ୁ ମାରି ଦେଇଥିଲି, ଲୁଗାପଟା ଶୁଖେଇଥିଲି ତ ତାକୁ ଯାଇକି ସବୁ ତୋଳି ଆଣିଲି। ତ ଆଜି ମୋତେ ଗୋଟେ ରିସେପସନ୍ ପାର୍ଟିକି ଯିବାର ଥିଲା ରାତିରେ, ତ ମୁଁ ଭାବିଲି କି ରୁଟି କରିଦେଇକି ଥୋଇ ଦେଇକି ଯିବି ଭାରି। ତ ମୁଁ ଏଠି ଅଟା ଚକୁଡ଼ିକିନା ରୁଟି କରିଦେଲି, ଆଉ ସେପଟେ ଚା ବି ବସେଇ ଦେଇଥିଲି। ତ ଚା ଛାଣିକିନା ବୋଉଙ୍କୁ ଦେଇଦେଲି, ତାପରେ ମମିକୁ ବି ଦେଇଦେଇଥିଲି। ତାପରେ ମୁଁ ଭାବିଲି କି ମୁଁ ରୁଟି କରିଦିଏ, ଏକାଥରେ ପିଇବି, ଆଉ ଅଳ୍ପ ଥିଲା ରୁଟି। ତ ମୁଁ ଏକାଥରେ ରୁଟି କରିଦେଲି, ତାପରେ ଚା ପିଇବାକୁ ଗଲି। ତ ଇଏ ବି ପଳେଇ ଆସିଥିଲେ ଅଫିସରୁ ଜଲ୍ଦି ଆଜି। ତାପରେ ମୁଁ ଚା ଟିକେ ବିସ୍କୁଟ୍ ଖାଇଦେଲି। ତାପରେ ମୁଁ ରେଡ଼ି ହେଇଗଲି ଯିବା ପାଇଁକିନା, ଯେହେତୁ ଟିକେ ଦୂର ବାଟ ଥିଲା ତ ସେଥିଲାଗି ଆମେ ଟିକେ ଜଲ୍ଦି ରେଡ଼ି ହେଇଯାଇଥିଲୁ। କେମିତି କ'ଣ ଦେଖାହେଉଛି ଆପଣମାନେ ନିଶ୍ଚିନ୍ତ ମୋତେ କମେଣ୍ଟରେ ଜଣାଇବେ। ତ ଏଠି ମୋ ଆଉଟଫିଟ୍ ରେଡ଼ି, ତାପରେ ଇଏ ବି ଆମେ ଦୁଇ ଜଣ ମିଶିକି ମାନେ ମ୍ୟାଚ୍ କରି ପିନ୍ଧିଥିଲୁ। ଇଏ ମମିଙ୍କର ଆଙ୍କର ଦେଖନ୍ତୁ କେମିତି ନାଚୁଛନ୍ତି। ଇଏ ଗଲେ ମମିକୁ କହି ଚକା ଚକା ଭଉଣୀ ଖେଳୁଛନ୍ତି। ତାପରେ ବାଟରେ ଦେଇଙ୍କ ଘର ପଡ଼ିବ, ତ ଝିଅକୁ ଟିକେ ଦେଖା କରିଦେଇକି ଗଲୁ। ଇଏ ମୋ ଯା ଆଉ ଇଏ ଆମ ଝିଅ। ଯେହେତୁ ଡେରି ହେଉଥିଲା ତ ଆମେ ଘରକୁ ତ ଯାଇପାରିଲୁନି, ବାହାରୁ ଦେଖା କରିଦେଇ ଖାଲି ପଳେଇ ଆସିଲୁ। ତାପରେ ଆମେ ରିସେପସନ୍ ପାର୍ଟିରେ ପହଞ୍ଚି ଯାଇଥିଲୁ। ତାପରେ ଆମେ ଖାଇକିନା ବାହାରି ଗଲୁ, ଯେହେତୁ ବହୁତ ଦୂର ବାଟ ତ ଆମେ ଜଲ୍ଦି ବାହାରିକି ପଳେଇ ଆସିଲୁ ଯାଇକି। ଆମେ ରିଟର୍ନ କଲୁ। ବହୁତ ଭଲ ସଜାସଜି ହେଇଥିଲା, ତ ଭଲ ଲାଗିଲା ଯାଇକି ଆସିଲୁ। ଇଏ ଆଙ୍କ ଫ୍ରେଣ୍ଡ ଯାହାର ଭାଇଙ୍କର ମାନେ ରିସେପସନ୍ ଥିଲା। ତ ଆଜି ପାଇଁ ଏତିକି ରହୁଛି। ପୁଣି ଗୋଟେ ନେକ୍ସଟ ମିନି ବ୍ଲଗ୍ରେ ଦେଖା ହବ। ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ ଟୁ ମାଇ ଚ୍ୟାନେଲ୍। ଗୁଡ୍ ନାଇଟ୍।